ଏକ ଦୀର୍ଘ ଗ୍ରହଣ କରୁଛନ୍ତି। ଶ୍ୱାସକୁ ଆମେ ନାଭି ମଣ୍ଡଳ ପାଖରେ ହୋଲ୍ଡ କରୁଛନ୍ତି, ପୁଣି ଧୀରେ ଧୀରେ ଆମେ ତାକୁ ଛାଡୁଛନ୍ତି। ପୁରା ଶାନ୍ତ ରହିଛନ୍ତି, ପୁରା ସ୍ଥିର ରହିଛନ୍ତି। ଆମେ ଭିଜୁଆଲାଇଜ କରୁଛନ୍ତି, ଇମାଜିନେସନ କରୁଛନ୍ତି, ଫିଲ୍ କରୁଛନ୍ତି। ନିଜକୁ ଆମେ ଆଫର୍ମେସନ ଦଉଛନ୍ତି, ନିଜ ସହିତ କଥା ହଉଛନ୍ତି, ସମ୍ପୂର୍ଣ୍ଣ ବିଶ୍ୱାସ କରୁଛନ୍ତି ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ଫିଲ୍ କରନ୍ତୁ ନିଜକୁ, ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ପବିତ୍ର ଆତ୍ମା। ଆମେ ସମ୍ପୂର୍ଣ୍ଣ ଶାନ୍ତ ରହିଛନ୍ତି। ଆମର ମନରେ, ଆମ ଶରୀରରେ, ଆମର ବିଚାରରେ ଏକ ଚମକଦାର ଅନୁଭୂତିକୁ ଆମେ ଫିଲ୍ କରୁଛନ୍ତି। ମନ ଆମର ସମ୍ପୂର୍ଣ୍ଣ ଖୁସି ରହିଛନ୍ତି, ପୁରା ଶାନ୍ତ ରହିଛନ୍ତି, ପୁରା ରିଲାକ୍ସ ଫିଲ୍ କରୁଛନ୍ତି। ଆମେ ସମ୍ପୂର୍ଣ୍ଣ ଶାନ୍ତ ରହିଛନ୍ତି। ମୁଁ ଧନକୁ ଆକର୍ଷିତ କରିବା ପାଇଁ ସମସ୍ତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଯୋଗ୍ୟ ଅଟେ। ମୁଁ ପ୍ରତି ମୁହୂର୍ତ୍ତରେ, ପ୍ରତି ସମୟରେ ଧନକୁ ଆକର୍ଷିତ କରିବା ପାଇଁ ପ୍ରତ୍ୟେକ ଦୃଷ୍ଟିକୋଣରୁ ଯୋଗ୍ୟ ଅଟେ। ମୁଁ ଧନକୁ ଆକର୍ଷିତ କରିବା ପାଇଁ ସମସ୍ତ ପ୍ରତିରୋଧରୁ ମୁକ୍ତ ଅଟେ। ଧନ ଆକର୍ଷିତ କରିବା ମୋ ପାଇଁ ଅତ୍ୟନ୍ତ ସହଜ। ମୁଁ ଅତି ସହଜ ଓ ସରଳ ଭାବରେ ସକାରାତ୍ମକ ଦିଗରୁ ଧନ ଆକର୍ଷିତ କରେ, ଧନ ରୋଜଗାର କରେ। ମୁଁ ଅତି ସହଜ ଓ ସରଳ ଉପାୟରେ ସକାରାତ୍ମକ ଦିଗମାନଙ୍କରୁ ପ୍ରତିଦିନ ଧନ ଆକର୍ଷିତ କରେ, ଧନ ଉପାର୍ଜନ କରେ। ମୁଁ ଲଗାତାର ଇନକମର ନୂଆ ସୋର୍ସ ପାଉଛି। ମୁଁ ପ୍ରତିଦିନ ରୋଜଗାରର ନୂତନ ନୂତନ ସୋର୍ସ ପାଉଛି। ଫିଲ୍ କରୁଛନ୍ତି ଆମେ ଏକ ସୁନ୍ଦର ନଦୀ ପାଖରେ ରହିଛନ୍ତି। ବହୁତ ସୁନ୍ଦର ନଦୀ। ପ୍ରାକୃତିକ ପରିବେଶକୁ ଆମେ ଫିଲ୍ କରୁଛନ୍ତି। ସୁନ୍ଦର ଭାବରେ ନଦୀଟି ପ୍ରବାହିତ ହଉଛନ୍ତି, ଆମେ ଦର୍ଶନ କରୁଛନ୍ତି। ନଦୀର କୂଳରେ ଆମେ ଧୀରେ ଧୀରେ ବୁଲୁଛନ୍ତି, ଆଗକୁ ଆଗକୁ ବଢୁଛନ୍ତି। ପ୍ରକୃତିର ଏ ସୌନ୍ଦର୍ଯ୍ୟକୁ ଆମେ ଉପଭୋଗ କରୁଛନ୍ତି। ପୁରା ଶାନ୍ତ ପରିବେଶ, ପୁରା ଶାନ୍ତ ପରିବେଶ। ଆମେ ସେ ନଦୀର କୂଳରୁ ଏକ ଛୋଟ ପଥରକୁ କଲେକ୍ଟ କରୁଛନ୍ତି, ଅତ୍ୟନ୍ତ ସୁନ୍ଦର ପଥର। ସେ ସୁନ୍ଦର ପଥରକୁ ଆମେ ହାତରେ ଧରୁଛନ୍ତି। ଏଇ ପଥର ରିପ୍ରେଜେଣ୍ଟ କରୁଛି ଆମ ଭିତରେ ଥିବା ରୁକାବଟକୁ, ଆମ ଭିତରେ ଥିବା ଭୟକୁ। ଏଇ ପଥର ସିମ୍ବଲାଇଜ କରୁଛି ଆମ ଭିତରେ ଥିବା ଭୟକୁ, ଆମ ଭିତରେ ଥିବା ମେଣ୍ଟାଲ ବ୍ଲକକୁ, ଆମ ପାଖରେ ଥିବା ସେଲ୍ଫ ଡାଉଟକୁ। ଆମେ ନିଜକୁ ଯୋଉ ସନ୍ଦେହ କରୁଛନ୍ତି, ଏଇ ପଥର ତାକୁ ସିମ୍ବଲାଇଜ କରୁଛି। ଏଇ ପଥର ସିମ୍ବଲାଇଜ କରୁଛି ସେଇ ଶକ୍ତି ମାନଙ୍କୁ, ଯୋଉ ଶକ୍ତି ମାନେ ଆମକୁ ରୋଜଗାର ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଯାହା ଆମ ମନର ଭୟ, ଯାହା ଆମ ନିଜକୁ ସନ୍ଦେହ କରିବାର ଏକ ପ୍ରକ୍ରିୟାକୁ
ଏ ପଥର ରିପ୍ରେଜେଣ୍ଟ କରୁଛି, ପଥର ସିମ୍ବଲାଇଜ କରୁଛି। ଆମେ ଧୀରେ ଧୀରେ ନଦୀ ପାଖକୁ ଯାଉଛନ୍ତି, ପ୍ରବାହିତ ଜଳ ପାଖକୁ ଯାଉଛନ୍ତି। ଆମେ ମାନସିକ ଭାବରେ ପ୍ରସ୍ତୁତ ରହିଛନ୍ତି ଏଇ ଭୟକୁ ଛାଡ଼ିଦବା ପାଇଁ। ଆମେ ମାନସିକ ଭାବରେ ପ୍ରସ୍ତୁତ ରହିଛନ୍ତି ଆମର ମେଣ୍ଟାଲ ବ୍ଲକେଜକୁ କ୍ଲିୟର କରିଦବା ପାଇଁ। ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛନ୍ତି ଆମ ସେଲ୍ଫ ଡାଉଟକୁ ଛାଡ଼ିଦବା ପାଇଁ। ନଦୀର କୂଳକୁ ଆମେ ଯାଉଛନ୍ତି ବହୁତ ସୁନ୍ଦର ଭାବରେ। ଏ ପଥରକୁ ଆମେ ପାଣି ଭିତରେ ଛାଡ଼ି ଦଉଛନ୍ତି। ଫିଲ୍ କରନ୍ତୁ, ଏଇ ପଥରକୁ ଯେତେବେଳେ ଆମେ ପାଣି ସହିତ ଛାଡ଼ି ଦଉଛନ୍ତି, ପୁରା ଗଭୀର ଜଳକୁ ଯାଉଛନ୍ତି ଏ ପଥର ସହିତ ଆମ ନିଜର ସେଲ୍ଫ ଡାଉଟ, ନିଜ ପାଖରେ ଥିବା ଭୟ, ଆମର ମେଣ୍ଟାଲ ବ୍ଲକେଜ, ଏ ସବୁ ପଣକୁ ପଥର ତାଙ୍କ ସହିତ ନେଇଯାଇଛନ୍ତି, ବହୁତ ବହୁତ ଦୂରକୁ ଚାଲି ଯାଇଛନ୍ତି। ଆମେ ଶାନ୍ତ ଫିଲ୍ କରୁଛନ୍ତି, ଆମେ ରିଲାକ୍ସ ଫିଲ୍ କରୁଛନ୍ତି, ଆମେ ଏକ ସକାରାତ୍ମକ ଫିଲ୍ କରୁଛନ୍ତି। ଆମର ସମସ୍ତ ପ୍ରକାର ଭୟ ଏଇ ଅଥଳ ଜଳ ଭିତରେ କେଉଁ ଆଡେ ନିଶ୍ଚିହ୍ନ ହେଇଯାଇଛନ୍ତି। ନିଜକୁ ହାଲକା ଫିଲ୍ କରୁଛନ୍ତି, ଆମେ ଲାଇଟ୍ ଫିଲ୍ କରୁଛନ୍ତି। ଏକ ମୁକ୍ତ ସେନ୍ସରେ ଆମେ ରହିଛନ୍ତି। ଆମେ ନଦୀ କୂଳରେ ବହୁତ ଖୁସିରେ ବୁଲୁଛନ୍ତି। ଯେତେ ଯେତେ ଆମେ ଚାଲୁଛନ୍ତି, ଯେତେ ଯେତେ ଆମେ ବୁଲୁଛନ୍ତି, ଆମେ ନୋଟିସ୍ କରୁଛନ୍ତି ଆମର ଚାରି ପାର୍ଶ୍ୱରେ ବହୁତ ସାରା ଅପରଚ୍ୟୁନିଟି ଆସୁଛି। ସେ ନଦୀ କୂଳରେ ଯେତେ ଆମେ ବୁଲୁଛନ୍ତି, ସୁନ୍ଦର ପ୍ରାକୃତିକ ପରିବେଶକୁ ଅନୁଭବ କରନ୍ତୁ, ଭିଜୁଆଲାଇଜ କରନ୍ତୁ, ଇମାଜିନ କରନ୍ତୁ। ଯେତେ ଯେତେ ସେ ନଦୀ କୂଳରେ ଆମେ ବୁଲୁଛନ୍ତି, ଆମେ ନୋଟିସ୍ କରୁଛନ୍ତି ଆମର ଚାରି ଦିଗରୁ ଆମ ପାଖକୁ ବହୁତ ସାରା ଅପରଚ୍ୟୁନିଟି ଆସୁଛି। এই ଅପରଚ୍ୟୁନିଟି ହଉଛି ଆମର ଆଇଡିଆ। ଆମ ପାଖରେ ସୁପ୍ତ ଥିବା ଆମର ଆଇଡିଆ। এই ଅପରଚ୍ୟୁନିଟି ହଉଛି ଏକ ନୂତନ ପ୍ରୋଜେକ୍ଟ। এই ଅପରଚ୍ୟୁନିଟି ହଉଛି ଅନେକ ଚାନ୍ସେସ୍, ନୂଆ ରୋଜଗାରର ରାସ୍ତା। ଏଇଭଳି ଅନେକ ସୁଯୋଗକୁ ଆମେ ଆଟ୍ରାକ୍ଟ କରୁଛନ୍ତି, ଆମ ଚାରି ପାଖରେ ଆମେ ଦର୍ଶନ କରୁଛନ୍ତି, ଭିଜୁଆଲାଇଜ କରୁଛନ୍ତି। ଆମେ ଏ ଅପରଚ୍ୟୁନିଟି ଏକ ଗୋଲ୍ଡେନ ଲାଇଟ୍, ଏ ଲାଇଟ୍ ପୁରା ୟୁନିଭର୍ସରୁ ଆମ ଶରୀରକୁ ଆସୁଛନ୍ତି। এই ଅପରଚ୍ୟୁନିଟି ଏକ ଗୋଲ୍ଡେନ ଲାଇଟ୍, ପୁରା ୟୁନିଭର୍ସରୁ ଏକ ଗୋଲ୍ଡେନ ଲାଇଟ୍ ଆମ ଶରୀର ଆଡକୁ ଆସୁଛନ୍ତି। ପୁରା ଆମେ ଗୋଲ୍ଡେନ କଲରର ବଳୟ ଭିତରେ ରହିଛନ୍ତି, ବହୁତ ସାରା ଖୁସି ଫିଲ୍ କରୁଛନ୍ତି। ଆମେ ଅନେକ ନୂତନ ସୁଯୋଗ ଆମ ହାତ ପାଖରେ ରହିଛନ୍ତି, ଆମେ ସୁଯୋଗର ସଦୁପଯୋଗ କରୁଛନ୍ତି। ଭିଜୁଆଲାଇଜ କରନ୍ତୁ, ଆମ ପାଖରେ ନିଶ୍ଚିତ ଅନେକ କିଛି ସୁଯୋଗ ରହିଛନ୍ତି। ଆମେ ବହୁତ ଏକ୍ସାଇଟମେଣ୍ଟ ଫିଲ୍ କରୁଛନ୍ତି। ଖୋଲା ପଡିଆରେ ଆମେ ବୁଲୁଛନ୍ତି, ନଦୀର କୂଳରେ ବୁଲୁଛନ୍ତି। ଫିଲ୍ କରନ୍ତୁ ଆମ ଶରୀରରେ ଏକ ଚୁମ୍ବକୀୟ ଶକ୍ତି ପ୍ରକଟ ହଉଛନ୍ତି। ଆମ ଶରୀରରେ ଏକ ଚୁମ୍ବକୀୟ ଶକ୍ତି ପ୍ରକଟ ହଉଛନ୍ତି, ଯାହା ଆଟ୍ରାକ୍ଟ କରୁଛନ୍ତି ଅନେକ ସୁଯୋଗକୁ। ଏଇ ମ୍ୟାଗ୍ନେଟିକ ଏନର୍ଜିକୁ ଫିଲ୍ କରୁଛନ୍ତି, ବହୁତ ସୁନ୍ଦର ଭାବରେ ଫିଲ୍ କରୁଛନ୍ତି। ମୁଁ ଧନକୁ ଆକର୍ଷିତ କରିବାର ଏକ ଚୁମ୍ବକ ଅଟେ। ମୁଁ ଧନକୁ ଆକର୍ଷିତ କରିବାର ଏକ ଚୁମ୍ବକ ଅଟେ। ଆମେ କୃତଜ୍ଞତା ଜ୍ଞାପନ କରୁଛନ୍ତି ଆମର କ୍ରିଏଟିଭିଟି ପାୱାର ପାଇଁ।
ଆମେ କୃତଜ୍ଞତା ଜ୍ଞାପନ କରୁଛନ୍ତି ଆମ ପାଖରେ ପ୍ରତି ସମୟରେ ଆସୁଥିବା ନୂତନ ଆଇଡିଆ ପାଇଁ, ବହୁତ ସୁନ୍ଦର ଆଇଡିଆ ପାଇଁ ଆମେ ନିଜକୁ କୃତଜ୍ଞତା ଫିଲ୍ କରୁଛନ୍ତି। ନିଜକୁ କୃତଜ୍ଞତା ଫିଲ୍ କରୁଛନ୍ତି ଆମ ପାଖରେ ଥିବା ଆମ ନିଜର ସମୃଦ୍ଧି ପାଇଁ। ଆଜି ଆମେ ଯୋଉ ଜାଗାରେ ବି ଅଛନ୍ତି, ଆମ ପାଖରେ ଯାହା ବି ଧନ ରହିଛନ୍ତି, ଆମ ପାଖରେ ଯୋଉ ସୁସ୍ୱାସ୍ଥ୍ୟ ରହିଛନ୍ତି, ସୁସମ୍ପର୍କ ରହିଛନ୍ତି, ଆମର ସୁନ୍ଦର କ୍ୟାରିୟର ରହିଛନ୍ତି, ଆମେ ଯାହା ବି ୱେଲ୍ଥ ଆମ ପାଖରେ ଅଛି, ବହୁତ ସୁନ୍ଦର ଭାବରେ ଆଜି ଆମେ ନିଜ ସହିତ ବସିଛନ୍ତି, ନିଜ ପାଖରେ ଯାହା ଅଛନ୍ତି, ଗୋଟିଏ ଗୋଟିଏ ଭିଜୁଆଲାଇଜ କରନ୍ତୁ ୟୁନିଭର୍ସକୁ। ଆମେ ଗ୍ରାଟିଚ୍ୟୁଡ ପ୍ରଦାନ କରନ୍ତୁ, ଏତେ ସୁନ୍ଦର ଜିନିଷ ଗୁଡ଼ିଏ ଆମକୁ ପ୍ରଦାନ କରିଛନ୍ତି। ଏ ସୁନ୍ଦର ଶରୀର, ସୁନ୍ଦର ଘର, ସୁନ୍ଦର ଭାବରେ ଆମର ବାପା ମା, ଆମର ବନ୍ଧୁ, ଆମର ପରିବାର, ଆମ ପାଖରେ ଯୋଉ ଘର ଅଛି, ଆମ ପାଖରେ ଯୋଉ ଗାଡି ଅଛି, ଯାହା ବି ଅଛି ଆମ ପାଖରେ, ଗୋଟିଏ ଗୋଟିଏ ଜିନିଷକୁ ଭିଜୁଆଲାଇଜ କରନ୍ତୁ। ସୁନ୍ଦର ଭାବରେ, ଅତି ସୁନ୍ଦର ଭାବରେ ଗ୍ରାଟିଚ୍ୟୁଡ ପ୍ରଦାନ କରନ୍ତୁ। କୃତଜ୍ଞତାକୁ ପ୍ରକାଶ କରନ୍ତୁ, ବହୁତ ସୁନ୍ଦର ଭାବରେ କୃତଜ୍ଞତାକୁ ପ୍ରକାଶ କରନ୍ତୁ। ମୁଁ ଏକ ଶକ୍ତିଶାଳୀ ଚୁମ୍ବକ, ଯିଏ ଧନକୁ ଆକର୍ଷିତ କରେ। ମୋ ପାଖରେ ଥିବା ଧନ ପାଇଁ ମୁଁ କୃତଜ୍ଞ ଅଟେ। ମୁଁ ଏକ ଶକ୍ତିଶାଳୀ ଚୁମ୍ବକ, ମୁଁ ସବୁ ସମୟରେ, ସବୁ ମୁହୂର୍ତ୍ତରେ ଧନକୁ ଆକର୍ଷିତ କରେ। ମୁଁ ଧନ ପାଇଁ କୃତଜ୍ଞ ଅଟେ। ମୁଁ ଶାନ୍ତ ରୁହେ, ମୁଁ ଦିବ୍ୟ ଆତ୍ମା, ମୁଁ ଶାନ୍ତ ଆତ୍ମା, ମୁଁ ଏକ ପବିତ୍ର ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା, ମୁଁ ଏକ ପବିତ୍ର ଆତ୍ମା, ମୁଁ ଏକ ଶାନ୍ତ ଆତ୍ମା। ମୁଁ ଏକ ଦିବ୍ୟ ଆତ୍ମା, ମୁଁ ଏକ ପବିତ୍ର ଆତ୍ମା, ମୁଁ ଏକ ଶାନ୍ତ ଆତ୍ମା। ମୁଁ ସମ୍ପୂର୍ଣ୍ଣ ଭାବରେ ଶାନ୍ତ ରହିଛି, ମୁଁ ସମ୍ପୂର୍ଣ୍ଣ ଭାବରେ ସ୍ଥିର ରହିଛି। ବହୁତ ଶାନ୍ତ